The last candidate SCBC open category science in the state is 166.453. এটা ତୁମମାନଙ୍କୁ ଶୁଣିବାର କଥା ହେଲା ଏଇଆ ଯେ ବହୁତ ପିଲା ଏପର୍ଯ୍ୟନ୍ତ ମଧ୍ୟ ଜାଣିପାରିନାହାନ୍ତି କେଉଁଠି ଷ୍ଟେଟ୍ର ବିଭିନ୍ନ କାଟେଗୋରୀ ୱାଇଜ୍ କଟ୍ ଅଫ୍ କୁହାଯାଇଛି। ମୁଁ ମୋର ଚ୍ୟାନେଲ୍ରେ ଗୋଟେ ଜାଗାରେ କମ୍ୟୁନିଟି ପୋଷ୍ଟରେ ପୋଷ୍ଟ କରିଥିଲି ଯେ ଏଚ୍ ଡିଷ୍ଟ୍ରିକ୍ଟ ୱାଇଜ୍ କାଟେଗୋରୀ ୱାଇଜ୍ ଷ୍ଟେଟ୍ର କଟ୍ ଅଫ୍ କହିଥିଲେ। କେତେଜଣ ଶୁଣିଛ ଆଉ କେତେଜଣ ଜାଣିଛ? ଏଇଠୁ ମାନେ 55 ଜଣରୁ 73% ଜଣ ଜାଣିଛନ୍ତି ଆଉ 27% ଲୋକ ମାନେ କିଛି ଜାଣିନାହାନ୍ତି। ତାର ମାନେ ଏମାନେ ଜଜଙ୍କ ଠାରୁ ବା ଜଜମେଣ୍ଟ ପଡ଼ିଲେ କ'ଣ ଶୁଣିଲେ ମୁଁ ସେଇଟା ଜାଣିପାରୁନାହିଁ। ତେଣୁ ମୁଁ ବେଶୀ କିଛି କହୁନାହିଁ। ଏଠୁ ଏତିକି ପ୍ରଥମ ସେଥିପାଇଁ ହିଁ ମୁଁ ଫାର୍ଷ୍ଟରେ ସେ କ୍ଲିପ୍ଟି ଜଣେଇଦେଲି ଯେ SCBCର କଟ୍ ଅଫ୍ କେତେ ଯାଇଛି ଷ୍ଟେଟ୍ର ପୁରା ସେଇଟା ସେ ଷ୍ଟାର୍ଟିଂରେ କହିଦେଲେ। ଆଉ ଫୁଲ୍ ଭିଡ଼ିଓଟା ମୁଁ ଗୋଟେ କରି ସେଇଟାରେ ସବୁ ଷ୍ଟେଟ୍ ୱାଇଜ୍ ମୁଁ SC ST SCBC ୟୁର କେତେ କେତେ ଯାଇଛି ମୁଁ କହିଛି। ତା ସହିତ ଯଦି ସେକେଣ୍ଡ ଫେଜ୍ ବାହାରେ କେତେ ମାର୍କ କମିବ କଟ୍ ଅଫ୍ କମିବ ସେ ବିଷୟରେ ମଧ୍ୟ ମୁଁ କହିଛି। ସେଇଟାକୁ ଲାଷ୍ଟରେ ମୁଁ କହିବି କେଉଁଠୁ ଯାଇ ସେ ଭିଡ଼ିଓଟି ତୁମେ ଦେଖିପାରିବ। ଏଇ ଭିଡ଼ିଓର ମଜାମଝିରେ ବା ଶେଷରେ ମୁଁ କହିଦେବି। ତେଣୁ ଆଜିର ଭିଡ଼ିଓଟି ହେଉଛି ଯେ ଏଇ ଯେଉଁ ଭ୍ୟାକେନ୍ସି 20K ଫିଲ୍ଅପ୍ କେମିତି ହେବ ସେଇଟାର ଗୋଟେ ପ୍ରୟାସ। ତେଣୁ ମୁଁ ଗୋଟେ ଏମିତି ଜିନିଷ ଆନାଲିସିସ୍ କରିଛି ଯେ କେତେ ପିଲା ଜବ୍ ପାଇଲେ ବା କେତେ ପିଲା ଡ୍ରାଫ୍ଟ ଲିଷ୍ଟରେ ଆସିକି ସିଲେକ୍ଟ ହେଇଛନ୍ତି ଏବଂ ଆଉ କେତେ ପିଲା ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ସିଲେକ୍ସନ୍ ହେବେ। ତ ଫାର୍ଷ୍ଟରେ ଆଜି ମୁଁ କହିବି ସମ୍ବଲପୁର ଜିଲ୍ଲାର। ତେଣୁ ଫାର୍ଷ୍ଟ ଆଜି ଜାଣିବା ସମ୍ବଲପୁର ଜିଲ୍ଲାର ଟୋଟାଲ୍ କେତେ ଭ୍ୟାକେନ୍ସି ଥିଲା ଏବଂ କେତେ ଜଣ ଜବ୍ ପାଇଲେ ଏବଂ କେତେ ଜଣ ଆଉ ନୂତନ ପିଲା ସେଠି ଏଡ଼୍ ହେଇପାରିବେ। ତେଣୁ ସମ୍ବଲପୁର ଜିଲ୍ଲାରେ ଟୋଟାଲ୍ କ୍ୟାଟେଗୋରୀ 1 ଆର୍ଟ୍ସରେ ଥିଲା 81 ଜଣ, ଏମିତିଆ ଆହୁରି କ୍ୟାଟେଗୋରୀ 2ର ଆର୍ଟ୍ସର ଥିଲା 82 ଜଣ, ଆଉ ସାଇନ୍ସରେ ସେମିତି ଥିଲା ପାଖାପାଖି 54 ଆଉ 55 ଜଣ। ଏମିତି କ୍ୟାଟେଗୋରୀ 1 କ୍ୟାଟେଗୋରୀ 2 ଏମିତି ମିଶିକି ଟୋଟାଲ୍ ହେଇଥିଲେ। ଟୋଟାଲ୍ ହେଉଛନ୍ତି 271। ତାର ମାନେ 271 ଜଣ ଟୋଟାଲ୍ ସେଠି ଭ୍ୟାକେନ୍ସି ଥିଲା। କିନ୍ତୁ ଯେତେବେଳେ ଡ୍ରାଫ୍ଟ ମେରିଟ୍ ଆସିଲା ଯେତିକି ପିଲା ଆସିଯାଇଥିଲେ ସେଇଠୁ ପାଖାପାଖି ଏବେ ପର୍ଯ୍ୟନ୍ତ ଟୋଟାଲ୍ 190 ପାଖାପାଖି 190ରୁ 200 ଜଣ ପାଖାପାଖି ପିଲାମାନଙ୍କୁ ନିଆଯାଇଛି। ତାର ମାନେ ଟୋଟାଲ୍ ହେଇଥିଲେ କେତେ ଆମର 271 ଜଣ। ତାହେଲେ ଟୋଟାଲ୍ ଭ୍ୟାକେନ୍ସି ଥିଲା 271। ତେଣୁ ସେ 271ରୁ ଯଦି ଆମେ 190 କି 200କୁ ମାଇନସ୍ କରିଦେବା ତାର ମାନେ ଅଲମୋଷ୍ଟ 60ରୁ 70 ଜଣ ଭ୍ୟାକେନ୍ସି ରହୁଛି। ତାହେଲେ ଆମେ ଏଠୁ ଏତିକି ଜାଣିପାରିଲା ଯେ ଯଦି ସେକେଣ୍ଡ ମେରିଟ୍ ଲିଷ୍ଟ ଆସେ ତାହେଲେ ସମ୍ବଲପୁରରେ ପାଖାପାଖି 61ରୁ 71 ପାଖାପାଖି ପିଲା ନୂତନ ପିଲା ସେଇଠି ଏଡ଼୍ ହେଇପାରିବେ ବା ନୂତନ ପିଲା ସେ ସମ୍ବଲପୁରରେ ଜଏନ୍ ହେଇପାରିବେ। ଯଦି ସମ୍ବଲପୁର ଜିଲ୍ଲାରେ 61 ଜଣ କି 70 ଜଣ ପାଖାପାଖି ପିଲା ନୂତନ ଚାନ୍ସ ପାଉଛନ୍ତି, ସେମିତି କେଉଁ ଆହୁରି ବହୁତ ଗୁଡ଼ିଏ ଡିଷ୍ଟ୍ରିକ୍ଟ ଅଛି ଯେଉଁଠି 100 ଜଣ 120 ଜଣ 130 ଜଣ 60 ଜଣ ଏମିତି ପାଖାପାଖି ସବୁ ଡିଷ୍ଟ୍ରିକ୍ଟରେ ଭ୍ୟାକେନ୍ସି ରହୁଛି। ତେଣୁ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିଲେ ଏଇଟା ସଲ୍ଭ ହେଇପାରିବ। ତେଣୁ ଏଇ ଯେଉଁ ମୁଁ କ୍ୟାଟେଗୋରୀ 1ରେ STରେ କେତେ ଜଣ ଭ୍ୟାକେନ୍ସି ରହିଲା, SCରେ କେତେ ଜଣ, ୟୁଆର୍ରେ କେତେ ଜଣ, ସେଇ PDFଟି ମୁଁ ମୋର ଟେଲିଗ୍ରାମ ଚ୍ୟାନେଲରେ ଆପଲୋଡ଼ କରିଦେବି ଆନାଲିସିସ୍ କରି ଯେଉଁଟା କରିଛି। ତେଣୁ ଯେଉଁ ପିଲାମାନେ ଚାହୁଁଛ ସେ PDFକୁ ଦେଖିବା ପାଇଁ ତାହେଲେ ମୁଁ ତଳେ ମୋ ଡେସ୍କ୍ରିପ୍ସନ୍ର ଟେଲିଗ୍ରାମ ଲିଙ୍କ୍ ଦେଇଦେଉଛି। ସେଠି ଯାଇକି ଆପଣ ଜଏନ୍ କରିଯିବେ ଏବଂ ତା'ର PDFଟି ମୁଁ ସେଇଠି ଦେଇଦେବି। ଯଦି ଆଜି ସମ୍ବଲପୁର ଡିଷ୍ଟ୍ରିକ୍ଟ କଲି ଆଉ ଯଦି ଅଲଗା ଠାରୁ ପିଲା ହେଇଥିବେ ତୁମ ଡିଷ୍ଟ୍ରିକ୍ଟର ଭ୍ୟାକେନ୍ସି କେତେ ରହିଲା ଆଉ ଯଦି ସେକେଣ୍ଡ ମେରିଟ୍ ଲିଷ୍ଟ ଆସେ ଷ୍ଟେଟ୍ ୱାଇଜ୍ ତାହେଲେ ଆପଣମାନେ ଚାନ୍ସ ପାଇବେ ନା ନାହିଁ ସେ ବିଷୟରେ ମଧ୍ୟ ମୁଁ ଆଉ ଗୋଟେ ଭିଡ଼ିଓରେ ସବୁ ଡିଷ୍ଟ୍ରିକ୍ଟର ଭିଡ଼ିଓ ମୁଁ ସେମିତି କରିକି ଛାଡ଼ିବି। ତେଣୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ ରଖିଥାନ୍ତୁ କାରଣ ମୁଁ ଆପଣମାନଙ୍କ ଡିଷ୍ଟ୍ରିକ୍ଟର ମଧ୍ୟ ଭିଡ଼ିଓଟି କରିବି।